ଆଜି ପବିତ୍ର ଗଣତନ୍ତ୍ର ଦିବସ। ଏହି ଦିବସ ଉପଲକ୍ଷେ ଆମେ ଓଡ଼ିଆରେ ସୁନ୍ଦର ଭାଷଣ ପ୍ରସ୍ତୁତ କରିଛେ। ଚାଲନ୍ତୁ ତାହା ଶୁଣିବା ଏବଂ ଯେଉଁମାନେ ମୋର ୟୁଟ୍ୟୁବ ଚ୍ୟାନେଲ ନୂଆ ଅଛନ୍ତି ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଧନ୍ୟବାଦ। ଚାଲନ୍ତୁ ଆରମ୍ଭ କରିବା ଭାଷଣକୁ। ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟସ୍ପଦ ଗୁରୁଜୀ ଓ ଗୁରୁମାବୃନ୍ଦ ଏବଂ ମୋର ଉପସ୍ଥିତ ଛୋଟ ବଡ଼ ଭାଇ ଭଉଣୀ ଓ ମୋର ସହପାଠୀଗଣ, ଆଜି ଏହି ପବିତ୍ର ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ଉପଲକ୍ଷେ କିଛି କହିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ସ୍ୱାଧୀନ ହେଲା। କିନ୍ତୁ 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଆମ ଦେଶର ସମ୍ବିଧାନ ପ୍ରଣୟନ କାର୍ଯ୍ୟକାରୀ ହେଲା। ତେଣୁ ଏହି ଦିନକୁ ଆମେ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ରୂପେ ପାଳନ କରୁଅଛୁ। ଆମ ଦେଶ ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଆମ ଦେଶର ସମ୍ବିଧାନକୁ ଲେଖିବା ପାଇଁ ଦୀର୍ଘ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଆମ ଦେଶ ସମ୍ବିଧାନରେ 448ଟି ଧାରା ଓ 25ଟି ଭାଗ ଓ 12ଟି ଅନୁଚ୍ଛେଦ ରହିଛି। ଆମ ଦେଶର ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଲୋକମାନଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ। ଆମ ଦେଶର ସମ୍ବିଧାନର ସମ୍ମାନ କରିବା ଓ ରକ୍ଷା କରିବା ଆମର କର୍ତ୍ତବ୍ୟ। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଛି। ଜୟ ହିନ୍ଦ, ଜୟ ଭାରତ, ଧନ୍ୟବାଦ।